ଥରେ ଜଣେ ଗୁଣୀ ଭକ୍ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଯାଇଥିଲା। ତାଙ୍କର ମହାପ୍ରଭୁଙ୍କ ସହିତ ସାକ୍ଷାତ ହୋଇଗଲା। ତାପରେ ସେ ତତକ୍ଷଣାତ୍ ମହାପ୍ରଭୁଙ୍କୁ ପଚାରିଲେ, ହେ ମହାପ୍ରଭୁ, ମୁଁ ଜଣେ ସାଧାରଣ ଭକ୍ତ। ମୋର ଆପଣଙ୍କୁ ଏକ ପ୍ରଶ୍ନ ଅଛି, ଦୟାକରି ସତ କଥା କହିବେ। କହିଲେ ଦେଖି ପ୍ରଭୁ, ଆପଣଙ୍କ ଭକ୍ତମାନେ ସବୁବେଳେ ଦୁଃଖ କାହିଁକି ଭୋଗ କରନ୍ତି? ମହାପ୍ରଭୁ ଜଗନ୍ନାଥ କହିଲେ, ହେ ପୁତ୍ର, ଦୁଃଖ କେବଳ ଦଣ୍ଡ ନୁହେଁ, ଦୁଃଖ ହେଉଛି ଏକ ଶିକ୍ଷା, ଯାହାକି ମନୁଷ୍ୟର ଅନ୍ତର ଆତ୍ମାକୁ ପବିତ୍ର କରିଥାଏ ଆଉ ମନୁଷ୍ୟକୁ ଆତ୍ମଶକ୍ତି ପ୍ରଦାନ କରି ମୋର ନିକଟତର କରାଇଥାଏ। ଭକ୍ତ କହିଲା, କିନ୍ତୁ ପ୍ରଭୁ, ମୁଁ ତ ଆପଣଙ୍କୁ କାୟ, ମନ, ବାକ୍ୟ ଆଉ କର୍ମରେ ସ୍ମରଣ କରେ। ମୁଁ କେବେ ହେଲେ ଅଧର୍ମ ଆଉ ଅସତ୍ୟର ସାଥ ଦେଇନଥାଏ, କିନ୍ତୁ ତଥାପି ଦୁଃଖ କାହିଁକି ମୋ ପାଇଁ? ମହାପ୍ରଭୁ ଜଗନ୍ନାଥ କହିଲେ, ହେ ମୋର ପୁତ୍ର, ଯେଉଁଠି ଆସ୍ଥା ଅଛି ସେଠି ପରୀକ୍ଷା ମଧ୍ୟ ଆସେ। ମୁଁ ଯାହାକୁ ଅଧିକ ଭଲ ପାଏ ତାକୁ ଅଧିକ ଧୈର୍ଯ୍ୟଶୀଳ, ଧର୍ମଶୀଳ ଆଉ ଶକ୍ତିଶାଳୀ କରି ଗଢ଼ିଥାଏ, ଯାହାଦ୍ୱାରା କି ସେ ମୋର ସ୍ୱରୂପ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିପାରିବ ଆଉ ସଂସାରରେ ସତ୍ୟ ଓ ଧର୍ମ ପ୍ରତିଷ୍ଠାରେ ସହାୟକ ହୋଇପାରିବ। ଭକ୍ତଟି ଅଶ୍ରୁଭରା ଚକ୍ଷୁରେ କହିଲା, ପ୍ରଭୁ, ଆପଣ ମୋତେ କ୍ଷମା କରିଦିଅନ୍ତୁ। ମୁଁ ଆପଣଙ୍କୁ ଭୁଲ ବୁଝିଥିଲି। ମୁଁ ମୋର ଦୁଃଖକୁ ଆପଣଙ୍କର ଅନୁଗ୍ରହ ଭାବେ ଗ୍ରହଣ କରିବି ଏବଂ ସତ୍ୟ ଓ ଧର୍ମର ମାର୍ଗକୁ କେବେ ହେଲେ ତ୍ୟାଗ କରିବି ନାହିଁ। ମହାପ୍ରଭୁ ଜଗନ୍ନାଥ ସ୍ନେହରେ ହସିକିରି କହିଲେ, ବତ୍ସ, ତୁମେ ମୋ ଉପରେ ସର୍ବଦା ବିଶ୍ୱାସ ରଖ। ମୁଁ ତୁମ ସହ ସଦାସର୍ବଦା ରହିଛି, ତୁମର ଦୁଃଖରେ ବି ତୁମର ସୁଖରେ ବି। ଏହାପରେ ହଠାତ୍ ଛୋଟ ପିଲାଟିର ନିଦ ଭାଙ୍ଗି ଯାଇଥିଲା ଆଉ ସେ ତାର ମାଆକୁ ପଚାରୁଥିଲା, ମା, ଆମେ ରଥଯାତ୍ରା ଦେଖିବାକୁ ଯିବାନି କି?